नमस्कार दर्शक बंधु आपण को एमआर ओडिया न्यूज वन को स्वागत। ओडिशा रे आज सुना दर बड़ परिवर्तन देखा मिली। आज हूँ मार्च 20 शुक्रवार। आज सुना दर कौन रही 18 कैरेट 22 कैरेट 24 कैरेट ता सहित चांदी दर कौन रही डिटेल देखा। जो माने विवाह व्रतघर पे सुना किणुचंती आपण पे खुशी खबर। ता सहित जो माने इन्वेस्टमेंट कर खुशी खबर। सुना दर रे बड़ परिवर्तन देखा मिली। रेकर्ड भांगी सुना। भिडियोटी शेष पर्यंत देखंतु। जदि चैनल नुआ अछंती चैनल सब्सक्राइब कर दियंतु। ता सहित आपण मन पई गोटे प्रश्न सुना बाजार रे केते दर रहिबा दरकार। वर्तमान बाजार रे सुना दर केते रहिबा दरकार निश्चय कमेंट कर देबे। ओडिसा प्रथम चैनल जोटा कि आपण माने सठिक दर पाई परिबे पूरा एनालिसिस करिवे। 10 दिन रिपोर्ट टू आरंभ करिकि केबे कोन आपण माने इन्वेस्टमेंट करिवे केबे सुना किनिबे लाभवान हेबे एई चैनल माध्यम रे पाइबे। प्रतिदिन सकाळ 8 रे आपण माने देखि परिबे। ता सहित अनेक ब्रेकिंग न्यूज मध्य एमआर ओडिया न्यूज ने देखि परिबे। तबे चलन जानिबा आजिर सुना दर कोन रहिछि। आज होछि 20 मार्च शुक्रवार। आजिर सुना दर कोन रहिछि चलंतु पूरा डिटेल्स जानिबा। आजिर भुवनेश्वर दर रहिछि 24 कैरेट रो मूल्य देखंतु एठी 15,027 टंका एवं 22 कैरेट रो मूल्य अछि 13,774 एवं 18 ग्राम रो रहिछि 11,270। ता सहित आमर 10 दिन रो चार्ट देखिदबा 8 ग्राम 10 ग्राम 100 ग्राम केते कोन रहिछि। आ सुना केबे इन्वेस्टमेंट करिवे सुना प्योरिटी केमे चेक करिवे सब किछि तथ्य मध्ये पाइबा। खाली एमिति देखिदेले आमे सुना एनालिसिस करि परिबा नाही। रूपा दर मध्ये तार जानिबा। वर्तमान एबे ता पूर्वरु 24 कैरेट रो आमे प्रथम करिकि 1 ग्राम 8 ग्राम 10 ग्राम एवं 100 ग्राम मध्ये जानिबा। देखंतु एठी रहिछि 1 ग्राम रहिछि 15,027 टंका एवं 8 ग्राम रहिछि देखंतु एठी केते 1,20,216 टंका। एस्टोडर चार्ट मध्ये आपण माने देखि जंतु केते गतकाली थिला सेउटु आपण एनालिसिस करि परिबे। 10 ग्राम रहिछि 1,50,270 एवं 100 ग्राम रहिछि 15,02,700 टंका। गतकाली केते थिला आपण माने देखि परथिबे। सेहि भଳି 22 कैरेट रो मूल्य रहिछि 1 ग्राम रहिछि 13,774 एवं 8 ग्राम रहिछि 1,10,192। ता सहित 10 ग्राम रहिछि 1,37,740 टंका। ता सहित ମଧ୍ୟ ରହିଛି 100 ଗ୍ରାମ ରହିଛି 13,77,400 ଟଙ୍କା। ଗତକାଲି କେତେ ଥିଲା ଆପଣମାନେ ଏଇଠୁ ମଧ୍ୟ ଦେଖିପାରୁଥିବେ। 18 କ୍ୟାରେଟ ଗୋଲ୍ଡରେ ମଧ୍ୟ ବିଭିନ୍ନ ପ୍ରକାର ସୁନା ହଉଛି। ଯେମିତିକି 18 କ୍ୟାରେଟର ମୂଲ୍ୟ ରହିଛି 11,270, 8 ଗ୍ରାମ ରହିଛି 90,160, 10 ଗ୍ରାମ ରହିଛି 1,12,700 ଏବଂ 100 ଗ୍ରାମ ରହିଛି 11,27,000। ଦେଖନ୍ତୁ ଏ ପୁରା ରିପୋର୍ଟ ଆଣିବା ପାଇଁ ଆମକୁ ବହୁତ ସମୟ ଲାଗେ। ତେଣୁ ଆପଣମାନେ ଆମ ପାଇଁ ଗୋଟିଏ ଲାଇକ୍ କରିଦିଅନ୍ତୁ, କମେଣ୍ଟ ଲେଖିଦିଅନ୍ତୁ ବଜାରରେ ସୁନା ଦର କେତେ ରହିବା ଦରକାର। ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ କରନ୍ତୁ। ଦେଖନ୍ତୁ ଆମେ ଜାଣିଥିବା 24 କ୍ୟାରେଟ 22 କ୍ୟାରେଟର 10 ଦିନ ରିପୋର୍ଟ। ଏଇ 10 ଦିନ ଭିତରେ କେତେ ରିପୋର୍ଟ ଥିଲା କଣ ଥିଲା ଏଉଠୁ ଚାହିଁଲେ ଆପଣମାନେ ସ୍କ୍ରିନଶଟ ନେଇପାରିବେ। ଆପଣମାନେ ଦେଖିପାରିବେ ଯୋଉମାନେ ନିବେଶ କରିବା ପାଇଁ ଯୋଉମାନେ ସୁନା କିଣିବା ପାଇଁ ଚାହୁଁଛନ୍ତି। କାହିଁକି ନା ଗୋଟିଏ ଗୋଟିଏ ମୂଲ୍ୟ ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। 1,000 2,000 ଟଙ୍କା ଆପଣମାନେ ଭାବୁଥିବେ ସେଇଟା ଆପଣମାନେ ସୁନା କିଣିଲା ବେଳକୁ ଏକାବେଳେ ଆପଣଙ୍କୁ 10ରୁ 15 ବା 20 30 ହଜାର ଟଙ୍କା ଆପଣ ଲାଭବାନ ହୋଇପାରିବେ। ପକେଟ ଉପରେ ସିଧା ପ୍ରଭାବ ପଡିବ ନାହିଁ। ତେଣୁ ଆପଣମାନେ ମନେ ରଖନ୍ତୁ। ତେବେ କୁହାଯାଉଛି ଏବେ ବର୍ତ୍ତମାନ ଜାଣିବା 1 ଗ୍ରାମ ପାଖାପାଖି 90 ଦିନ 180 ଦିନର ରିପୋର୍ଟ କେତେ। 2-3 ମାସ ତଳେ କେତେ ଥିଲା ଏବେ ବର୍ତ୍ତମାନ କେତେ ଅଛି ଏଇଠୁ ଲେଖି ଆନାଲିସିସ୍ ମଧ୍ୟ କରିହେବ। ଏଇଠୁ ଆପଣମାନେ ଦେଖିପାରିବେ ପାଖାପାଖି 9 ବର୍ଷ ତଳେଠୁ ଆରମ୍ଭ କରି ଯୋଉମାନେ ଇନଭେଷ୍ଟମେଣ୍ଟ କରିଥିଲେ 5,500 ରୁ ଆଜି ବର୍ତ୍ତମାନ ଲାଗିଯାଇଛି 15,865 ପର୍ଯ୍ୟନ୍ତ। ତେବେ ଏଇଥିରୁ ମଧ୍ୟ ଆପଣମାନେ ଜାଣିପାରୁଥିବେ ଏଠି 20 ମାର୍ଚ୍ଚରେ ହାଏଷ୍ଟ ରେଟ୍ ଥିଲା, 15 ମାର୍ଚ୍ଚରେ ହାଏଷ୍ଟ ରେଟ୍ ଥିଲା। ଏସବୁ ମଧ୍ୟ ଆପଣମାନେ ଏଇଠୁ ଦେଖିପାରିବେ। ଇଏ ସବୁ ଥିଲା ସୁନାର ଆନାଲିସିସ୍। ବର୍ତ୍ତମାନ ଏବେ ଯିବା ଚାନ୍ଦି ଦର ରୂପା ଦର କେତେ ରହିଛି ଭୁବନେଶ୍ୱରରେ। ବର୍ତ୍ତମାନ ଦେଖନ୍ତୁ ଏଠି ରୂପା ରହିଛି 1 ଗ୍ରାମ ପିଛା ଏଇଠି ରହିଛି ଏବେ 264 ଟଙ୍କା 90 ପଇସା ଏବଂ ତା ସହିତ ରହିଛି 1 କେଜି ରହିଛି 2,64,900 ଟଙ୍କା। ତେବେ ଚାଲନ୍ତୁ ଜାଣିବା ପୁରା ଆନାଲିସିସ୍ କରିବା। ବର୍ତ୍ତମାନ 1 ଗ୍ରାମ ରହିଛି 264 ଟଙ୍କା 90 ପଇସା, 8 ଗ୍ରାମ ରହିଛି 2,119 ଟଙ୍କା 20 ପଇସା, 10 ଗ୍ରାମ ରହିଛି 2,649 ଟଙ୍କା, 100 ଗ୍ରାମ ରହିଛି 26,490 ଟଙ୍କା ଏବଂ 1,000 ଗ୍ରାମ ରହିଛି 2,64,900 ମାନେ 1,000 ମାନେ 1 କିଲୋଗ୍ରାମ ରହିଛି 2,64,900। ତେବେ କୁହାଯାଉଛି ସବୁଠୁ ହାଏଷ୍ଟ ଥିଲା ଏବେ ଏଇ ମାର୍ଚ୍ଚ ମାସ ଥିଲା 3,25,000 ଏବେ ଆସିଲାଣି 2,64,000 ମାନେ 65,000 ଆପଣ ଯଦି 100 ଟଙ୍କା ଆଡ୍ କରିଦେବେ 65,000 ହେଲେ
35+25 ମାନେ ପାଖାପାଖି ଆପଣ 60-70 ହଜାର ଟଙ୍କା ରୂପା ଦର ଶସ୍ତା ମଧ୍ୟ ପାଇଲାଣି। ଏଇ ମାର୍ଚ୍ଚ ମାସରେ ମଧ୍ୟ ଗୋଟିଏ ଗୋଟିଏ ଦିନ ଆପଣଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ଯୋଉମାନେ ବାହାଘର, ବ୍ରତଘର ବା ରୂପାରେ କିଣିବା ପାଇଁ ଚାହୁଁଛନ୍ତି ଆପଣ ମଧ୍ୟ ପକେଟ ପ୍ରଭାବ ପଡ଼ିବନି। 1,00,000, 1,50,000, 5,00,000 ପର୍ଯ୍ୟନ୍ତ ଆପଣମାନେ ସେଭ୍ ମଧ୍ୟ କରିପାରିବେ। ତେବେ କେତେ ଫଲିଂ ଥିଲା ମାର୍ଚ୍ଚ 1ରେ, କେତେ ହାଇଏଷ୍ଟ ଥିଲା, କେତେ ଲୋଏଷ୍ଟ ଥିଲା ଏଇଠି ଆପଣମାନେ ଦେଖିଦିଅନ୍ତୁ। 3,25,000 ଥିଲା ହାଇଏଷ୍ଟ। ଏବେ ଲୋଏଷ୍ଟ ଅଛି ଆଜି 2,64,000। ମାନେ ଆଜି ସବୁଠୁ ବଡ଼ ଖୁସି ଖବର, ଆଜି ହଠାତ୍ ବ୍ରେକ୍ ହୋଇଛି। ଯାହା ଫଳରେ ଆପଣମାନେ ମଧ୍ୟ ସୁନା ରୂପା କିଣିପାରିବେ। ନହେଲେ ଆଗାମୀ ସପ୍ତାହ ମଧ୍ୟ ଅପେକ୍ଷା କରିପାରିବେ। ଏପଟେ ଯୁଦ୍ଧ ଚାଲିଛି। ଯୁଦ୍ଧରେ ମଧ୍ୟ ଏବେ କ୍ରୁଡ୍ ଅଏଲ୍ ମିଳିଲାଣି, ଏବେ ଗ୍ୟାସ୍ ମିଳିଲାଣି। ଏବେ କୌଣସି ପ୍ରକାର ଅସୁବିଧା ନାହିଁ। ଲୋକ ଆଉ ଇନଭେଷ୍ଟମେଣ୍ଟ କରିବେ ନାହିଁ ସୁନାରେ। ଯାହାଫଳରେ ସୁନା ଦର ମଧ୍ୟ ଖସିବ। ବ୍ୟାଙ୍କରେ ସୁଧ କାରବାର ଏପଟ ସେପଟ ହେଲେ ସୁନା ଦର ବଢେ ବା କମେ। ତେଣୁ ବାହାର ବ୍ୟାଙ୍କ ନେଇକି ଏପଟେ ସୁନାର ଘୋଷଣା କରାଯାଏ। ତେବେ ଇଏ ଥିଲା ଆଜିର ସୁନା ଦର ଏବଂ ରୂପା ଦର। ଯଦି ଭିଡିଓଟି ଭଲ ଲାଗିଲେ ନିଶ୍ଚିତ ଲାଇକ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବେ। ଯାହାଫଳରେ ପ୍ରତ୍ୟେକ ଦିନ ଆପଣ କିଛି ନା କିଛି ବ୍ରେକିଂ ନ୍ୟୁଜ୍ ପାଇପାରିବେ। ଜୟ ଜଗନ୍ନାଥ।